ବନ୍ଧୁ, କେହି ଦୁନିଆରେ ସବୁବେଳେ ଗରିବ ନଥାନ୍ତି କି କେହି ସବୁବେଳେ ଧନୀ ହୋଇ ନଥାନ୍ତି। ଯଦି ବା କେହି ଗରିବ ହୋଇଥାନ୍ତି ପୂର୍ବ ଜନ୍ମର କର୍ମ ଫଳରୁ, ତେବେ ଉତ୍ତମ କର୍ମ କରୁ କରୁ ଭାଗ୍ୟକୁ ପରିବର୍ତ୍ତନ କରିହୁଏ। ସେଥିପାଇଁ ଏକ ମୁଁ କାହାଣୀ କହୁଛି, ମନ ଦେଇକି ଶୁଣନ୍ତୁ। ଏକ ଦୂର ଗାଁରେ ରହୁଥିଲା ଏକ ଗରିବ ଝିଅ, ନାଁ ତାର ଭାଗ୍ୟବତୀ। ବହୁତ ଦିନରୁ ବାପା ମା ତାକୁ ଛାଡ଼ି ଆରପାରିକୁ ଯାଇଥିଲେ। ହେଲେ ନିଜର ପେଟ ପୋଷିବା ପାଇଁ ପ୍ରତିଦିନ ସେ ଜଙ୍ଗଲ ଭିତରକୁ ଯାଏ, କାଠ ସଂଗ୍ରହ କରେ, ତାକୁ ବଜାରରେ ବିକ୍ରି କରେ। ଯାହା ପଇସା ଆଣେ ସେଥିରେ ସେ ଜୀବିକା ନିର୍ବାହ କରୁଥିଲା। ଦିନେ କ'ଣ ହେଲା ନା, ସେ ଜଙ୍ଗଲରେ ଯାଉ ଯାଉ ଗଭୀର ଜଙ୍ଗଲ ଭିତରକୁ ପ୍ରବେଶ କଲା। ହଠାତ୍ ଜଙ୍ଗଲ ଭିତରୁ ଶବ୍ଦ ଶୁଭିଲା। ଭାଗ୍ୟବତୀ ଭୟରେ ପାଦ ରୋକିଲା। କ'ଣ ଏତେ ଜୋର ଶବ୍ଦ ଶୁଭୁଛି? ଦେଖିଲା ତା ପାଖରେ ଏକ ବଡ଼ ଅଜଗର ସାପ ତାକୁ ଦୃଷ୍ଟି କରି ଚାହିଁଛି। କିନ୍ତୁ ସେ ସାପ ଭାଗ୍ୟବତୀକି କହିଲା, ମୋତେ କିଛି ଜଳ ଦିଅ, ମୋତେ ବହୁତ ଦିନରୁ ଶୋଷ। ମୁଁ ମୋର ଭାରି ଓଜନ ଶରୀରକୁ ଲେଉଟେଇ ପାରୁନାହିଁ କି ଚାଲବୁଲ କରିପାରୁନାହିଁ। ତେଣୁ ମୋତେ ଜଳ ଦିଅ, ନହେଲେ ମୋ ଜୀବନ ଛାଡ଼ିଯିବ। ଭାଗ୍ୟବତୀ ନେଇଥିବା ଜଳରୁ ତାଙ୍କୁ ପିଆଇଲା। ତାପରେ ହଠାତ୍ ସେ ଅଜଗର ସାପ ଦେହରୁ ଆଲୋକ ବାହାରିଲା ଏବଂ ସଙ୍ଗେ ସଙ୍ଗେ ଏକ ରାଜକୁମାରରେ ପରିଣତ ହେଲା। ସେହି ରାଜକୁମାର କହିଲେ, ମୁଁ ଏକ ଅଭିଶାପରେ ଅଜଗର ହୋଇଥିଲି। ମୋର କର୍ମ ପାଇଁ ତୁମ ଦୟାରୁ ମୋର ସାପ ଭଙ୍ଗ ହେଲା। ମୁଁ ତୁମ ପାଖରେ ଋଣୀ। ମୁଁ ତୁମକୁ ମୋ ରାଜମହଲକୁ ନେଇଯିବି ଏବଂ ରାଣୀ କରି ରଖିବି। ତୁମର ଜୀବନର ପରିବର୍ତ୍ତନ ହେବ। ପ୍ରଥମେ ଭାଗ୍ୟବତୀ ରାଜି ହେଲାନି। ତାପରେ କହିଲା ଯେ ମୋର ଘର, ମୋର ଗାଁ, ମୁଁ କିପରି ଛାଡ଼ି ତାକୁ ଯାଇପାରିବି? ରାଜକୁମାର କହିଲେ, ତୁମର ଗାଁକୁ ମଧ୍ୟ ମୁଁ ସାହାଯ୍ୟ କରିବି। ରାଜମହଲରେ ଭାଗ୍ୟବତୀକୁ ରାଣୀର ସମ୍ମାନ ଦିଆଗଲା। ସେ ତାର ସରଳତା ଓ ଦୟାର ଓ ଭଲ ଗୁଣ ଯୋଗୁଁ ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିଲା। ରାଜକୁମାର ତାଙ୍କ ଗାଁରେ ରାସ୍ତା, କୂଅ, ସ୍କୁଲ, ଡାକ୍ତରଖାନା ସବୁକିଛି ତିଆରି କରିଦେଲେ, ସବୁ ସୁବିଧା କରିଦେଲେ। ଦର୍ଶକ ବନ୍ଧୁ, କିପରି ଲାଗିଲା କାହାଣୀ? ଟିକେ ଲାଇକ୍ କରିବେ। ଭାଗ୍ୟବତୀ ତାର ସୁକର୍ମ କରୁ କରୁ ସତ୍ୟନିଷ୍ଠା ଯୋଗୁଁ ତାର ଭାଗ୍ୟର ପରିବର୍ତ୍ତନ ହେଲା। ତେଣୁ ମଣିଷ ଯେତେ ଦୁଃଖରେ ଥାଉ ବା ଯେତେ ଗରିବରେ ଥାଉ ନା କାହିଁକି, ଯଦି ଭଲ କର୍ମ କରୁଥାଏ ତାହେଲେ ତାର ଭାଗ୍ୟ ନିଶ୍ଚିତ ଭାବରେ ବଦଳିଯିବ। ଦର୍ଶକ ବନ୍ଧୁ, କାହାଣୀଟି କିପରି ଲାଗିଲା? ଲାଇକ୍ କରିବେ, କମେଣ୍ଟ କରି ଜଣେଇବେ ଏବଂ ସବସ୍କ୍ରାଇବ୍ କରିବେ। ମୁଁ ଆର ଭିଡ଼ିଓକୁ ସୁନ୍ଦର କାହାଣୀ ନେଇକି ଆସିବି। ରହୁଛି। ଜୟ ଜଗନ୍ନାଥ।